ଜାନୁଆରୀ 2 ତାରିଖ ଠାରୁ 6 ତାରିଖ ପର୍ଯ୍ୟନ୍ତ ରବୀନ୍ଦ୍ର ମଣ୍ଡପରେ ସନ୍ଧ୍ୟାରେ ଗୀତା ଶ୍ରୀମଦ୍ ଭଗବତ ଗୀତାର ଆଲୋଚନା ଚକ୍ର ଅନୁଷ୍ଠିତ ହେବ। ପତିହରା ମା ମାନଙ୍କର ପୂଜନ ହେବ, ବୃକ୍ଷ ବଣ୍ଟନ ହେବ। ତା ସହିତ ପୂର୍ବାହ୍ନରେ ଆମର ଗୋଟିଏ ଦିନ ଗଣତନ୍ତ୍ର, ଗୋଟିଏ ଦିନ ପରିବେଶ, ଗୋଟିଏ ଦିନ ପରିବାର ସମ୍ବନ୍ଧରେ ଆଲୋଚନା ଏବଂ ସବୁ ଧର୍ମାବଲମ୍ବୀ ମାନଙ୍କୁ ଡାକି ଗୋଟିଏ ସମନ୍ୱୟ କେମିତି ରକ୍ଷା ହୋଇପାରିବ ସେ ବିଷୟରେ ମଧ୍ୟ ଆଲୋଚନା। ତେଣୁ ପ୍ରକୃତରେ ପରିବାର ଗଠନ ହେଲେ ସମାଜ ଆପେ ଆପେ ଖସି ଉଠିବ। ପରିବେଶ ଯଦି ରକ୍ଷା ହୁଏ ତାହେଲେ ଅନେକ କରୋନା ଭଳି ମହାମାରୀ ମଧ୍ୟ ଦୂରେଇ ଯିବ। ତା ସହିତ ଗଣତନ୍ତ୍ର ଯଦି ସ୍ୱେଚ୍ଛାଚାରୀ ହୁଏ, ସ୍ୱେଚ୍ଛାଚାରିତା ଅବଲମ୍ବନ କରେ, ତାହେଲେ ସମାଜ ଭୁଷୁଡ଼ି ପଡ଼ିବ। ତେଣୁ ଗଣତନ୍ତ୍ର ସୁରକ୍ଷା ନିତ୍ୟାନ୍ତ। ପୁରୁଷ କମିଶନ ଗଠନ ପାଇଁ ମୁଁ ଯେ ଏକୁଟିଆ କହୁଛି ତା ନୁହେଁ, ଅନେକ ବି କହିବା ଆରମ୍ଭ କଲେଣି। ପୁରୁଷ କମିଶନ ଗଠନ ହଉ, ମା ଯେମିତି ସୁଖରେ ବଞ୍ଚୁଛି ବାପା ବି ସେମିତି ସୁଖରେ ବଞ୍ଚିବା ଦରକାର। ତେଣୁ ବାପ ମା ଯଦି ଦୁଇ ଜଣଙ୍କ ଭିତରେ ଝଗଡ଼ା ଲାଗିବ, ପୁଅ ଝିଅ ଶିଖିବେ କ'ଣ? ତା ସହିତ ଶାଶୁ ଶ୍ୱଶୁରମାନେ ସେମାନେ ଏତେ ଅଲୋଡ଼ା କାହିଁକି କରୁଛନ୍ତି? ସେଇମାନଙ୍କ ମାଧ୍ୟମରେ ପୁଅ ଜନ୍ମ ହେଲା, ସେଇମାନଙ୍କ ମାଧ୍ୟମରେ ବୋହୂଟିଏ ଘରକୁ ଆସିଲା। ଯଦି ଗୋଟେ ସାମାନ୍ୟ ଆପଣ ଯୁଗ ବଦଳି ଯାଇଛି, ବର୍ତ୍ତମାନ ତ ବାଟିବାକୁ ପଡ଼ୁନି, କୁଟିବାକୁ ପଡ଼ୁନି, କି ଢିକି କୁଟିବାକୁ ପଡ଼ୁନି, କି ହେମଦସ୍ତା ଗୋଟେ ଗ୍ରାଇଣ୍ଡିଙ୍ଗରେ ଗ୍ୟାସରେ ସବୁ ରୋଷେଇ ହେଇଯାଉଛି, କିଛି ଅସୁବିଧା ନାହିଁ। କିନ୍ତୁ ପ୍ରତ୍ୟେକ ପରିବାରରେ ଗୋଟେ ସ୍ୱେଚ୍ଛାଚାରିତା ଦେଖାଯାଉଛି। ସେଇଥିପାଇଁ କୁହାଯାଇଛି, ନହେଲେ କିଛି ମହିଳା କମିଶନକୁ ଆମେ ପୁରାପୁରି ସମ୍ପୂର୍ଣ୍ଣ ଭାବରେ ସ୍ୱାଗତ କରୁଛୁ। ଆପଣମାନେ ସମସ୍ତେ ମୋ ଜାତି ଭାଇ, ତେଣୁ ମୋର ବିଶେଷ କିଛି ଆପଣମାନଙ୍କୁ କହିବା ଆବଶ୍ୟକତା ଅନୁଭବ କରୁନାହିଁ। ବାବାଙ୍କର ଏହି କାର୍ଯ୍ୟକ୍ରମ ସହିତ ମୋତେ ସମ୍ପୃକ୍ତ କରିଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଦେଉଛି। ସର୍ବପ୍ରଥମେ ମୋର ଯାହା ମୁଁ କହିଲି, ନିଜେ ମୁଁ ସାମ୍ନାରେ ବସିବା ଲୋକ, ବର୍ତ୍ତମାନ ମଞ୍ଚରେ ବସିଛି, ମୋର ଗୋଟିଏ ଦାୟିତ୍ୱ ଦୃଷ୍ଟିରୁ ବାବାଙ୍କର ଗଣତନ୍ତ୍ର ପ୍ରତି ଯେଉଁ ସମର୍ପଣ ଭାବ ଅଛି ସେ ସମ୍ପର୍କରେ ପ୍ରମାଣ ଆବଶ୍ୟକତା ନାହିଁ। ବିଗତ ବର୍ଷମାନଙ୍କରେ ଏଭଳି କାର୍ଯ୍ୟକ୍ରମ ବାବା ପ୍ରତିବର୍ଷ କରିଆସୁଛନ୍ତି। ଆପଣମାନଙ୍କର ସମସ୍ତଙ୍କର ମନେ ଥିବ, ନୂଆଦିଲ୍ଲୀରେ ଗୋଟିଏ ଆନ୍ତର୍ଜାତିକ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା, ଆଦର ଲାଭ କରିଥିଲା। ଏବର୍ଷ ମଧ୍ୟ ଭୁବନେଶ୍ୱରରେ ରବୀନ୍ଦ୍ର ମଣ୍ଡପରେ ଏହି କାର୍ଯ୍ୟକ୍ରମ 2ରୁ 6 ପର୍ଯ୍ୟନ୍ତ ହେବା ପାଇଁ ଯାଉଛି। ସେ ସମ୍ପର୍କରେ ବାବା ତ ନିର୍ଦ୍ଦିଷ୍ଟ ଭାବରେ ସୂଚନା ଦେବେ, ତାଙ୍କର ମନ କଥା କହିବେ। ତାଙ୍କ ଶୀର୍ଷକ ରଖାଯାଇଛି ଗୀତା କଥା। ଏହା ମୋ କାମ ନୁହେଁ, ଏହା ସମାଜର କାମ। ଆମେ କେବଳ ଗୋଟେ ପ୍ରତିନିଧିତ୍ୱ କରୁଛୁ ବା ଆମେ ସେଇଟାକୁ ଆପଣମାନଙ୍କୁ ଅନ୍ୟମାନଙ୍କୁ ସୂଚେଇ ଦେଉଛୁ। ପରିବାର, ପରିବେଶ ଏବଂ ଗଣତନ୍ତ୍ର, ଇଏ ତିନୋଟି ଯାକ କଥାର ମୂଳ ବିନ୍ଦୁ ହେଉଛି ଗଣତନ୍ତ୍ର। ଆମେ ରାଜତନ୍ତ୍ରକୁ ବିଦାୟ ଦେଲୁ କାହିଁକି? ଯଦି ରାଜତନ୍ତ୍ରକୁ ବିଦାୟ ଦେଲୁ, ଇଏ ପୃଥିବୀ ପୃଷ୍ଠକୁ ଗଣତନ୍ତ୍ର ଆଣିଲୁ, ତାହେଲେ ରାଜତନ୍ତ୍ର ବେଳେ ତ ଶାସନ ଚାଲିଛି। ରାଜତନ୍ତ୍ରରେ ଥିଲା ବାପା ପରେ ପୁଅ ହେବ, ପୁଅ ପରେ ନାତି ହେବ, ଏମିତି ସବୁ ଚାଲିଗଲା। ସେ କିଛି ରାଜନୀତି ବିଷୟରେ ଜାଣନ୍ତୁ ନ ଜାଣନ୍ତୁ ସେ ରାଜା ହେବେ। ତେଣୁ ସେଇଭଳି ଭାବରେ ଆମର ପରିବାରବାଦ, ଗୋଟେ ପରିବାର ଯଦି ଶୃଙ୍ଖଳିତ ନ ହୁଏ, ସେ ପରିବାର ଯିଏ ରାଜନୀତିକୁ ଆସନ୍ତୁ, କିନ୍ତୁ ସେ ପ୍ରକୃତ ଗଣତନ୍ତ୍ର ଭଳି କାର୍ଯ୍ୟ କରିବେ।
एथिपाई तो बहु समय आम 5 दिन संध्यारे ए विषय गीता उपर आलोचना करवा तेणु से कहुला वैकुंठ समान अटे आहा सही घर परस्पर स्नेह रही थाए ये परिवार को सुरक्षा पाई महिला कमिशन गठन होती स्वागत करा स्वागत योग्य किंतु वर्तमान पुरुष कमिशन नित्यांत जरूरी ये जो मैंने बसी गणतंत्र पंडित आम से गणतंत्र पंडित मान आगे मु गोटे गणतंत्र सेवक मात्र तेणु पुरुष कमिशन गठन स्वर जदिव उठिला किंतु कार्यकारी होनी आम अवश्य चेष्टा करूँ परवर्ती समय सौम्य बाबू आज कथा भी आम गोटे पत्र सुप्रीम कोर्ट को जनइबू केमती कौन तार धारा से जना तापर आउ गोटे कमिशन निहाती दरकार होची पितृमातृ कमिशन कारण जो जी बापर माने बाप माँ से बहुर शाशु शशुर तेणु पितृमातृ कमिशन से आज सबुठारु गुरुत्वपूर्ण हो हाँ सरकार दौरान चाउल दौरान भत्ता दौरान सब दौरान ସେଇଟା କ'ଣ ଯଥେଷ୍ଟ ଯଦି ଜଣେ ମେଡ଼ିକାଲକୁ ଆସିବା ପାଇଁ ତାର ସାମର୍ଥ୍ୟ ନାହିଁ ମେଡ଼ିକାଲକୁ ଆସିଲେ ତ ସେ ଟ୍ରିଟମେଣ୍ଟ ସେଥିପାଇଁ ମଧ୍ୟ ତା ପାଖରେ କେହି ସାହାରା ନାହାନ୍ତି ଇଏ ହେଉଛି ପରିବାର କଥା ଆଜି ଯୌଥ ଫ୍ୟାମିଲି ମଧ୍ୟ ନାହିଁ ଆମେ ରାମଙ୍କର ଉଦାହରଣ ଦେଉଛୁ ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ କାହିଁକି ଆମେ ମହାଭାରତରେ ଉଦାହରଣ ଦେଉଛୁ ସେ ଯୁଧିଷ୍ଠିର ଭୀମ ଅର୍ଜୁନ ନକୁଳ ସହଦେବ ସେମାନଙ୍କ ଭିତରେ ସୁସମ୍ପର୍କ କାହିଁ ଯଦିଓ ଦୁର୍ଯ୍ୟୋଧନ ସହିତ ଯୁଦ୍ଧ ହୋଇଥିଲା କିନ୍ତୁ ପରବର୍ତ୍ତୀ ସମୟରେ ମଧ୍ୟ ସିଏ ମରିଗଲେ ଇଏ ଯାଉଥିଲେ ସମବେଦନା ଜାଣିବା ପାଇଁ ଇଏ ମରିଗଲେ ସିଏ ଯାଉଥିଲେ ହେବ ନାହିଁ ଏବେ ତା ବି ଆଉ ନାହିଁ ଯୌଥ ନାହିଁ ତାପରେ ପରିବାର ପରିବାର ପରେ ପରିବେଶ ପରିବେଶ ଆପଣଙ୍କର ଯେଉଁ ଦେଶରେ ଯେତେ ଗଛ ସେ ଦେଶରେ ଉଷ୍ମତା ସେତେ କମ୍ ଏଭଳି କି ଗୋଟେ ଗୋଟେ ଦେଶରେ ଗ୍ରୀଷ୍ମ ଦିନେ ମଧ୍ୟ ଶୀତ ଲାଗେ ମୋର ଗୋଟେ ନିଜସ୍ୱ ଅନୁଭୂତି କେନ୍ଦୁଝରର ଗନ୍ଧମାର୍ଦ୍ଦନ ପାଖରେ ଗୋଟେ ଛୋଟ ପାହାଡ଼ରେ ଆମେ ଥରେ ବହୁତ ଦିନ ତଳେ ଗୋଟେ ଯଜ୍ଞ କରିଥିଲୁ ଗନ୍ଧମାର୍ଦ୍ଦନ ସେ ମାଇନ୍ସରୁ କିଛି ବାଟ ଗଲା ବେଳକୁ କମଳ ଘୋଡ଼େଇ ହେବୁ ନିଆଁ ଯାଇକିରି ବସିବୁ ସେଇଠୁ ପଳେଇ ଆସିବୁ ତାପରେ ପୁଣି ଗରମ ଆଉ ଏସି ରୁମ୍ରେ ରହିବୁ ଆଉ କିନ୍ତୁ ଏବେ ତାର 10 ବର୍ଷ ପରେ ଆମେ ଗଲୁ ଯେ ଗଲୁ ସେଠି ଯା ଏଠି ଯା ସେ ଥଣ୍ଡା ନାହିଁ କି ସେ ଗରମ ନାହିଁ ଭୁବନେଶ୍ୱର ଏକାମ୍ର କାନନ ଆକୁ କୁହାଯାଉଛି ଏକାମ୍ର କାନନ ଆକୁ କୁହାଯାଉଛି ତପୋବନ ଭଗବାନ ରାମଚନ୍ଦ୍ର ତପବନକୁ ଗମନ କରିଥିଲେ ରାମ ତପବନାଧି ଗମନମ୍ ହତ୍ୱା ମୃଗୀ କାଞ୍ଚନ ଆମେ ଯେଉଁଠି ବହିଛୁ ଇଏ ହେଉଛନ୍ତି ହରପାର୍ବତୀଙ୍କର ସ୍ଥାନ ଏକାମ୍ର କାନନ ଦିନେ ଖଣ୍ଡଗିରି ତଳେ ଥିଲା ନିରୋଳା ଜଙ୍ଗଲ ଆଜି ବିଚିତ୍ର ଭୁବନ ବାହାରେ କ୍ୟାପିଟାଲ କିନ୍ତୁ ये आपार्टमेंट हो सबू हो भुवनेश्वर आमर भारत वर्ष सर्वश्रेष्ठ राजनीति हो राजधानी हो मना ना किंतु आगामी दायद मान प्रचुर गछ दरकार आउ ताल गछ खजुरी गछ निम्ब गछ ये गुड़िक रहिले से निश्चित उष्मता कमिब ये हूँ गोटे कथा तापर गणतंत्र उपरे मु माँ आगे मामू घर गप हो सेमती कथा मु गणतंत्र पंडित मानक पाखे कौन कहवा कौन जानी कह मु जीवन में वार्ड मेंबर ते भी है कह कौन तेणु ये केवल कहूँ मुझे जानी मु टीवी देखे मु कनक टीवी देखे मु संवाद पढ़े समाज पढ़ुली
अन्य जेते पत्रिका आमर बाहर से प्रजातंत्र हो धरित्री हो प्रमेय हो मु टिके टिके माने एबे टिके पढ़ी पारुनी लोक जनजाल अधिक हो जाइए पढ़े मुझे जानी अनुभव करी गोटे जमी कृष्ण पाखे गोटे असुर गोटे था कंस कि कंस प्रकृत असुर नाला कंस एड़े बड़ भक्त से कृष्ण को देखिकी मला रावण एमती जने मनीष थे सी वैदे ही हरण करते वैदी हरण माने बेदर जन्म नहीं कन्या को नहीं गले आ बलात्कार कर खराब व्यवहार कर तेणु से कथा नहीं बर्तमान ये जुगरे सबुठारु बड़ राक्षस रावण कंस नुहति ये बड़ राक्षस बर्तमान जहाँ को आपण मैंने समस्त गोटे कहती पीसी कौटी आ पीसी नहीं बोली परसेंटेज ना बिना परसेंटेज कौन सी कार्य हो पार रास्ता होची गोटाए वर्ष जाऊनी भांगी जाऊँगी पोल होची कोई गली भी पड़ुची से पोल भंगा पोल कौटी अच्छी से भी कौटी भांगी जाऊँगी तेणु दुर्नीति मुक्त शासन आम जो अनिरे गोटे दुर्नीति गणतंत्र सम्मेलन करूँ सेठी 4टी मुख्यमंत्री बोली जाइए आम से नवीन बाबू थे मुख्यमंत्री जानकी वल्लभ पट्टनायक जाइए से कहले मो गोड़ कौन हो गोड़ जब कौन हो मो कांधे कांधेकी नहीं जी आसो हसीरे कहले ना मुझे जी हेमानंद विश्वाल आसते गिरधर गमंग थे सबू कथा से पदे पदे कथा कही से कथा भी मो कान एपर्यंत बाजू कि से कथाटा कम तो कहीं समस्त मुहर गोटे कथा बाहरी दुर्नीति मुक्त शासन प्रकृत गणतंत्र से भारत वर्ष को राजतंत्र विदाय दिगला तेरे दुर्नीति मुक्त शासन आदि अच्छी कि यह हूँ एक विराट प्रश्नवाची आज दोषी निर्दोष मुक्त होची किंतु निर्दोषी आज दंड पाऊँ तेणु गणतंत्र दुर्नीति मुक्त गणतंत्र सृष्टि हेले परिवार प्रत्येक परिवार जदि श्रृंखलित होती परिवेश जदि सुंदर सुसज्जित हुए ताहले आम देश सुनार भारत से हीरार भारत थिला रहिबो एटी कहि मोर कथा महिला कमिशन जो पुरुष निर्यातना बढ़ी महिला कमिशन जो पुरुषों प्रति निर्यातना बढ़ी ना बे कथा कही नहीं महिला कमिशन को स्वागत करा जाइछि एवं पुरुष कमिशन गठन हवा निहाती दरकार एवं ता सहित जो पितृमातृ माने आज हैरान होती से गोटे स्वतंत्र कठोर आईन रहा सैला जो आलोचना आपण मान सहित है आम बसिक आलोचना मुझे एकुटिया करी आम जहाँ करवा बुद्धि माने बुद्धिजीवी मान को नहीं प्लेयर मान को नहीं मान्यगण्य व्यक्ति मान को नहीं गोटे परामर्श करवा करू निश्चित बाबा आपन द्वारा जो दिया लेखा है महिला कमिशन जो पुरुषों प्रति निर्यातना बढ़ी चलती जदि लेखा ही थाए से लेखाटा ठीक है नहीं किंतु महिला कमिशन लेखा है नारी महिला कमिशन थिबारु आज सेही बळ नहीं देखो सेटा भी सत्य महिला कमिशन महिला माँ होची घर लक्ष्मी दिने समय थिला ताको प्रति पुरुष माने अनेक अत्याचार कर आम जानी आपण मैंने भी जानी शुणी किंतु महिला कमिशन ता गढ़ा हला परे से माने पुरुष
शक्ति को जो भली भाव में श्रद्धा बा सम्मान दवा कथा सेटा दवा को प्रस्तुत तेणु पुरुष पड़ा तेणु पुरुष नारी उभय कमिशन गठन हो एवं शाशु शशुर बा बाप माँ ये चारोटी जन पाप कर कि कौटी कौन प्रारब्ध भोग कर गोटे कमिशन गठन हो तेणु कौन करा परवर्ती समय आम खाली आपण माध्यम आम जनइलु किंतु जहाँ कर भावी चिंती विचार कर माने दिल्ली पर्यटन जावा कहले आम दिल्ली पर्यटन दूर कर साइरण बहुत दूर कर सारिण एबे भी आमर जो रवीन्द्र मंडप कार्यक्रम हम ताकू उद्घाटन करने पतिहरा माँ मान प्रथम पूजन दिया जो भारत वर्ष जो कार्यक्रम आम करुचु प्रथम दिन वृक्षरोपण तो हो पतिहरा माँ मान पूजन हो आखिर लुह हो जो गीतटी आम लिखिचु सी आते जड़े कहते केने घेनी जाऊँ जगन्नाथ ना कौन गोटे सौम्य बाबू द्वारा से नाटकटी रवीन्द्र मंडप होता भे भे होकरी माने जड़े सांबादिक कहते गले से घर भर के बसी पारे एते कांदे जो पतिहरा माँ मान पूजन हो आखिर लुह देखिले अनेक आखिर लुह बढ़ी आस मु तो निजे अचल माँ ही माँ तो अलक्षण के बाबा आजिकल समाज में देखते जो अश्लीलता नाच गीत फिल्म यात्रा होची से सब को बंद करने प्रावधान कौन रहना दरकार आपण आपे देखो सरकार जेकोसी सरकार आसु से केबे अश्लीलता को प्रश्रय देना अश्लील नृत्य ये कौन गोटे कथा हमें यही मनीष उल्लग्न होगी कौ काल थिला आप लोग आज में उल्लग्न बोलिबा एबे तो सोशल मीडिया रे ना से सब कथा ताकू सेति कठोर आईन मध्य दरकार दंड मध्य दरकार आउ अश्लीलता कौन तार गोटे संज्ञा निरूपण हवा दरकार तेणु आम अश्लीलता कौन एपर्यंत भी ठीक भाव में व्याख्या कर जो माने को कहूँ तुम एमती नृत्य कल सेमती नृत्य कल से आम तो एमती नृत्य कल आम कौन अश्लीलता कौन तेणु गोटे अश्लीलता कौन तापाई गोटे विचार व्यवस्था मुझे आपण मानक गोटे कही रखुची जदि अश्लील पुस्तक बयान हो अश्लील चित्र बयान हो किंतु आपण मानक गोटे कथा कहूँ गोटे विवाद मान गोटे तेरे तथापि मु कहूँ मुक्त कंठरे मोर जदि गणतंत्र आसी राजतंत्र जाइए किंतु आज भी राजा मान द्वारा जो मंदिर सब गढ़ी उठी केवल ओडिशा रे आउ गोटे राज्य मन पड़े अश्लील चित्र गुड़िए उल्लग्न चित्र गुड़िए रही ताकू भी जदि सरकार चाहिए गणतंत्र सरकार से थाऊ ताकू लुचई दि जाए आभोड करा द्वारा हूँ कौन अश्लील पुस्तक बंधिले पिला माने जेमती उत्तेजित होती से चित्र गुड़िक से तेणु अश्लीलता कौन ताकू आगे चिंता करा दरकार मंदिर ओडिशा उत्कल हूँ कला संस्कृतिर देश वर्षाण भारत वर्ष देशान उत्कल उत्कल कौन सी कला कारुकार्य को कहीं भी निंदा करें ना मंदिर मानक जो कारुकार्य लग्न चित्र सब रही सेगुड़ाक माने विविधालय नुहे से कामशास्त्र अनुमोदित चित्र आमर आप देखिए श्रृंगार शतक लिखिं जेबी पट्टनायक
भर्तृहरिଙ୍କର ଅନୁବାଦ ସେ କରିଛନ୍ତି ଜାନକୀ ବଲ୍ଲଭ ପଟ୍ଟନାୟକ ନିଜେ କରିଛନ୍ତି। ଆଉ ମୁଁ ସେ ବାବଦରେ କିଛି କହୁନି। ବର୍ତ୍ତମାନ ସମାଜରେ ପିଲାମାନଙ୍କର ଉଚ୍ଛୃଙ୍ଖଳତା କମିବା ପାଇଁ ଯଦି ଏଇଗୁଡ଼ିକ ଅଶ୍ଳୀଳ ନୃତ୍ୟ ବା ଗୀତ ଆଉ ଯଦି ବ୍ୟାନ୍ କରାଯାଉଛି ତାକୁ ମଧ୍ୟ ଗୋଟେ ସେଠି ଖଣ୍ଡେ କନା ପର୍ଦା ପକେଇଦେଲେ କାମ ସରିଲା କ'ଣ ତାର ଅସୁବିଧା କ'ଣ? ଜୀବନ ଦର୍ଶନର କଥା କହିବେ ମନ୍ଦିର ଠିକ ଅଛି। ଜୀବନ ମନ୍ଦିର ପଥର ତିଆରି ମନ୍ଦିର ସିଏ ଆମ ପାଇଁ ତିଆରି ହେଇଛି, ଆମେ ତାକୁ ଗଢ଼ିଛୁ, ଆମେ ଚାହିଁଲେ ତାକୁ ପୁଣି ପରିବର୍ତ୍ତନ କରିବୁ। ବାବା ଯଦି ଆଜି ବିଶ୍ୱ ଅଶାନ୍ତ ହୋଇଥାଏ ତେବେ ମୁଁ କହୁଛି ଯେ ଧର୍ମ ପାଇଁ ବି ହେଇଥାଇପାରେ, ଯୋଉଟାକି ଆପଣ ଯେଉଁ ଚାରିଟି ପରିବେଶ ପରିବାର ଧର୍ମ ଶାସନ ବ୍ୟବସ୍ଥା ବା ଭାରତରେ ଗଣତନ୍ତ୍ର ଅଛି ସେଥିରେ ଯାହା ନିଷ୍ପେଷିତ ନିର୍ଯାତିତ ଦଳିତ ଚକିତ ପତିତ ପୀଡ଼ିତ ଲୋକଙ୍କର ଯାହା ଯଦି ଉଦ୍ଧାର ହୁଏ ତେବେ ଧର୍ମ ଏକ ଧର୍ମ ହେବା ଦରକାର, ନହେଲେ ଧର୍ମକୁ ନେଇକି ଆଜିକାଲି ଯାହା ହେଇଛି ଯାହା ବି ଯେକୌଣସି ଅଶାନ୍ତି ସୃଷ୍ଟି ହେଉଛି ଧର୍ମକୁ ନେଇ ଧର୍ମାନ୍ତୀକରଣ ହେଇପାରୁଛି ସବୁକିଛି ତାରି ଉପରେ ଆପଣ ସେ ଯେଉଁ ଦିନକର ଇଏରେ କିଛି ଅଛି କି ଆଲୋଚନା? ହଁ ସେ ଆଲୋଚନା 5 ଦିନ ଧରି ନିଶ୍ଚିତ ସନାତନ ଧର୍ମଟାକୁ ଯଦି ଠିକ ଭାବରେ ସନାତନୀ ମାନଙ୍କର ଗୁରୁମାନେ ଯଦି ବୁଝିଥାନ୍ତେ ଆଜି ସନାତନ ଧର୍ମ ଭିତରେ ବହୁ ବିଭେଦ ସୃଷ୍ଟି ହେଇ ନଥାନ୍ତା। ଶୈବ ଶାକ୍ତ ଗାଣପତ୍ୟ ବୈଷ୍ଣବ ଦ୍ୱୈତବାଦ ଅଦ୍ୱୈତବାଦ ବିଶିଷ୍ଟାଦ୍ୱୈତ କେତେ ମତବାଦ, କିଏ କହୁଛି ତୁଳସୀ ପୂଜା କର, କିଏ କହୁଛି ତୁଳସୀ ମୋ ଗୋଡ଼ ଉପରେ ଚଢ଼ା, ଏସବୁ ମିଥ୍ୟାବାଦୀ ଇଏ ସବୁ କପଟତା କଥା। ଆଉ ଏସବୁ ଏଗୁଡ଼ାକ କିଛି ଆବଶ୍ୟକ କରିନାହିଁ। ଯଦି ସମସ୍ତେ ଯଦି ସନାତନ ଧର୍ମର ମୂଳରୁ ଯଦି ଆମେ ସମସ୍ତେ ଓମ୍ ବୋଲି ଉଚ୍ଚାରଣ କରିବା ତାପରେ ଯେଉଁ ପ୍ରାର୍ଥନା କରିବା କିଏ କହୁଛି ଓମ୍କୁ କିଏ ଓମ୍ ଓମ୍ ହେଉଛି, କିଏ ଓମ୍ ଶାନ୍ତି କହୁଛି, କିଏ ଓମ୍ ଜମା କହୁନି, ଓମ୍ ତା ଭୁଲ ମନ୍ତ୍ର, ଏଇଗୁଡ଼ାକ ତାকে ଆମ ଭିତରେ ବିବାଦ ସରୁନାହିଁ। ସେଥିପାଇଁ ସ୍ୱତନ୍ତ୍ର ଗୋଟେ ପରିବାର ବିଷୟରେ ଆଲୋଚନା ରବୀନ୍ଦ୍ର ମଣ୍ଡପରେ ଗୋଟେ ପ୍ରଭାତ ପୂର୍ବାହ୍ନରେ ହେବ, ଆପଣ ବି ଆସନ୍ତୁ। କହିଲେ ଯେ ସନାତନ ଧର୍ମ ସତ୍ୟମ ପ୍ରିୟ ପ୍ରିୟମ ପ୍ରିୟ ନ ପ୍ରିୟ ସତ୍ୟମ ପ୍ରିୟମ ନାଇଁ ଅଫିସରେ କଥା ଥିଲା ଆମେ ମାନୁଛୁ, କିନ୍ତୁ ଅଫିସ ସତ୍ୟ କିଛି ନ କହିଲେ ବି ହବନି। ଆଉ ସ କହିଲେ ସତ୍ୟ, ସ କହିଲେ ଯାହା ସତ୍ୟ, ଯାହା ସଂଯମିତ, ଯାହା ସମନ୍ୱୟବାଦକୁ ସୃଷ୍ଟି କରେ, ସ କହିଲେ ସମୟାନୁବର୍ତ୍ତିତା। ଏଇଠି ଗୋଟେ ସମୟ ଦିଆଯାଇଥିଲା ଆପଣମାନେ ଆସି ପହଞ୍ଚିଲେ, ତେଣୁ ସେଇ ଶଟାକୁ ଆଗେ ନିଅନ୍ତୁ, ସେ ଗୋଟେ ଦୀକ୍ଷା। ତାପରେ ଯାଇ ନାଟାରେ ମୁଁ କୋଉ ନାମ ଭଜନ କରିବି, କିଏ ଆଲ୍ଲାହ କହିବେ, କିଏ ଗଡ୍ କହିବେ, କିଏ ହରି କହିବେ, ସେ ଅଲଗା କଥା। କିନ୍ତୁ ପ୍ରଥମଟା କାହିଁକି ଭୁଲ ହେଇଯାଉଛି, ଶଟା ଭୁଲ ହେଇଯାଉଛି। ସତ୍ୟ ନା ସତ୍ୟତା, ସତ୍ୟ, ସମନ୍ୱୟ, ସଂଯମ, ସତ୍ସଙ୍ଗ, ସତ୍ ସଂକଳ୍ପ, ଇଏ ସବୁ ଗୁଡ଼ିକ ମାନେ ବିଭ୍ରାଟ ହେଇଯାଇଛି। ତେଣୁ ବୁଝିବ। ଆଉ ସନାତନ ଧର୍ମ ପୂର୍ବରୁ ଗୋଟେ ଧର୍ମ ଥିଲା, ଏବେ ବି ଅଛି, ତାକୁ କେହି ମାନୁନାହାନ୍ତି, ସାରନା ଧର୍ମ। ଯେଉଁ ସାରନା ଧର୍ମ ସେ କେବଳ ପ୍ରକୃତିର ଉପାସକ ଥିଲେ, ସେ ଅଗ୍ନିର ପୂଜା କରୁଥିଲେ, ସେ ପାହାଡ଼ ପର୍ବତ ଶାଳ ଜଙ୍ଗଲର ପୂଜା କରୁଥିଲେ। ଆମେ କିଏ ତାକୁ କହିଲୁ ନାହିଁ, ସେଇଟା ଅନ୍ଧବିଶ୍ୱାସ, ତାକୁ କହିକି ଆକୁ ଦୂରେଇ। ବର୍ତ୍ତମାନ ସବୁ ଗୋଳା ଘଣ୍ଟା ହେଇକିରି ମାଧୁପୁରୀ ଭଳିଆ ଚାଲିଛି, କିଛି ହେଇକି ତଥାପି ଧର୍ମ ରହିଛି, ରହିବ। ଆପଣମାନେ ତ ଜାଣିଛନ୍ତି ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତସ୍ୟ, ପୁଣି ଧର୍ମକୁ ରକ୍ଷା କରିବାକୁ ଆସନ୍ତି। ଧର୍ମ କହିଲେ ଖାଲି ମନ୍ଦିର ଗଢ଼ିବା ଧର୍ମ ନୁହେଁ, ଧର୍ମ କହିଲେ ଏ ଗଣତନ୍ତ୍ରର ସୁରକ୍ଷା, ଇଏ ମଧ୍ୟ ଧର୍ମ। ପରିବେଶର ସଚେତନତା, ଇଏ ମଧ୍ୟ ଧର୍ମ। ପରିବାର ଗଠନ, ଇଏ ମଧ୍ୟ ଧର୍ମ। ପିପଳାଦ ଋଷିଙ୍କ ଭାଷାରେ ଯେଉଁ ହେଇଥିଲା ଯେ ପ୍ରାଣୀ ଆଉ ରହି ପ୍ରକୃତି, ସେଇ ବିଷୟରେ ଆପଣ କହୁଛନ୍ତି। ଆମେ
ଆଜ୍ଞା କିଛି ଦିନ ପୂର୍ବରୁ ବାବା କାଶୀନାଥ ସାମ୍ନାକୁ ଆସିଲେ ତାଙ୍କ ପୁଅ ଗୋଡ଼ ତଳେ ତୁଳସୀ ରହିଲା ତା ପୁଅକୁ ଅନନ୍ତ ବୋଲିକି କହିଲେ କି କଳସୀ ଅବତାର ତାପରେ ଏବେ ଗଣମାଧ୍ୟମରେ ଖବର କଲେ ସେ ଆଉ ନାହାନ୍ତି ସେ ଆଶ୍ରମ ସେ କଥା ଆମେ କେମିତି କହିବା ମୁଁ ତାଙ୍କ ନାଁ ଜାଣିନି କି ତାଙ୍କ ନାଁ ଶୁଣି ନଥିଲି ପ୍ରଥମ କରି ଟିଭିରୁ ଦେଖିଲି ଏବଂ କୁଆଡ଼େ ଗଲେ କ'ଣ କଲେ ମୁଁ ସେ ଭିତରେ ଆମକୁ ତ କାମ କରିବା ପାଇଁ ଆମ କାମ ପାଇଁ ଆମକୁ ସମୟ ନାହିଁ ଆମେ ସେଗୁଡ଼ା କ'ଣ ସେ ମାଳିକା ନାଁରେ ପ୍ରଚାର କରୁଛନ୍ତି କି ମୁଁ ମାଳିକା ପଢ଼େନି କିନ୍ତୁ ମହାପୁରୁଷ ଅଚ୍ୟୁତାନନ୍ଦଙ୍କର ଯେଉଁ ସୁନ୍ଦର ସୁନ୍ଦର ଭକ୍ତି ସଙ୍ଗୀତ ରହିଛି ସେଗୁଡ଼ିକ ମୁଁ ପଢ଼େ ତତ୍ତ୍ୱ ସଙ୍ଗୀତ ରହିଛି ମୁଁ ତାକୁ ପଢ଼େ ଏଇଆ ହେଇଯିବ ସେଇଆ ହେଇଯିବ ସେଇଆ ହେଇଯିବ ଯଦି ଜଣେ ମହାପୁରୁଷ ଏଇ କଥାକୁ କହିଲେ ତାହେଲେ ଆମେ ବି ପ୍ରାର୍ଥନା କରୁଛୁ ପ୍ରତିକାରଟା କ'ଣ ସେ ପ୍ରତିକାରକୁ ନ କହିକି ଖାଲି କାରଣଟା କହିଲେ କାରଣଟାକୁ ନ କହି ନିରାକରଣଟା କଥା ନ କହିକିରି ଖାଲି ଏଇଆ ହେବ ଏଇଆ ହେବ ଏଇଆ ଆଗରୁ ବି କେହି କହୁନାହାନ୍ତି ହେଇ ସାରିଲା ପରେ କହୁ ଆପଣ ଯୋଉ କହିଲେ ରାଜତନ୍ତ୍ର ଗଣତନ୍ତ୍ର ବର୍ତ୍ତମାନ ବହୁତ ଇଏ ଅବସ୍ଥାରେ ରହିଛି ବର୍ତ୍ତମାନ ଏବେ ବି ରାଜତନ୍ତ୍ର ଚାଲିଛି ବୋଲି ଆପଣ ଅନୁଭବ କରୁଛନ୍ତି ତାର ପ୍ରତିକାର କ'ଣ ହବ ତାକୁ କେମିତି ସୁଧାରିବ ନା କିଛି ନାହିଁ ଏଗୁଡ଼ା ସବୁ କେବଳ ଆପଣ ଯଦି ଗଣମାଧ୍ୟମ ଏ ବିଷୟରେ ଯଦି ବାରମ୍ବାର ଡିବେଟ୍ କରିବେ ବାରମ୍ବାର ଗଣତନ୍ତ୍ର ପଣ୍ଡିତମାନଙ୍କୁ ବସେଇ ଯଦି ଏ କଥା ଚାଲିବ ଯେତେବେଳେ ଭାରତବର୍ଷ ସ୍ୱାଧୀନ ହେଲା ରାଜତନ୍ତ୍ର ବିଦାୟ ଦେଲା ଗଣତନ୍ତ୍ର କ'ଣ ଆଜି ବି ମୁଁ ଆପଣଙ୍କୁ ପଚାରୁଛି ଆପଣ ଯାଆନ୍ତୁ ଗୋଟେ ଗାଁରେ 100 ଲୋକ ଅଛନ୍ତି ତା ଭିତରେ କେତେଜଣ ଗଣତନ୍ତ୍ର କ'ଣ ରାଜ୍ୟସଭା କ'ଣ ଲୋକସଭା କ'ଣ ବିଧାନସଭା କ'ଣ କେତେଜଣ ଲୋକ ଆଜି ବି ଗଣତନ୍ତ୍ର ଟ୍ରେନିଂ ଦିଆଯାଏ ତେଣୁ ଗଣତନ୍ତ୍ର ଟ୍ରେନିଂ 2 ତାରିଖ ଦିନ ବାବା ଗୀତା କଥା ଆରମ୍ଭ କରିବେ ରବୀନ୍ଦ୍ର ମଣ୍ଡପରେ ସନ୍ଧ୍ୟା 6ଟାରୁ ପ୍ରତ୍ୟହ 6 ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ରହିବ ଯାହା ସମ୍ପୂର୍ଣ୍ଣ ଭାବରେ ଗୀତାର ବୈଜ୍ଞାନିକ ତଥ୍ୟ ଉପରେ ବାବା ତାଙ୍କର ବକ୍ତବ୍ୟ ରଖିବେ ସେ 5 ଦିନ ତା ସହିତ ପରିବେଶ ପ୍ରଥମ 3 ତାରିଖ ଦିନ ପରିବେଶ ଉପରେ ଆଲୋଚନା ଚକ୍ର 4 ତାରିଖ ଦିନ ପରିବାର ଉପରେ ଆଲୋଚନା ଚକ୍ର 5 ତାରିଖ ଦିନ ଗଣତନ୍ତ୍ର ଦୁର୍ନୀତି ମୁକ୍ତ ଗଣତନ୍ତ୍ର ଉପରେ ଆଲୋଚନା ରହିବ 4 ତାରିଖ ଦିନ ଯେଉଁ କାର୍ଯ୍ୟକ୍ରମ ପରିବାର ଉପରେ ରଖାଯାଇଛି ବିଭିନ୍ନ ଧର୍ମ ଇସଲାମ ଧର୍ମ ଠାରୁ ଆରମ୍ଭ କରି ଖ୍ରୀଷ୍ଟ ଧର୍ମ ସମସ୍ତ ଧର୍ମ ଗୁରୁମାନେ ଯେଉଁମାନେ ଅଛନ୍ତି ଅଭିରାମ ପରମହଂସଙ୍କ ଠାରୁ ଆରମ୍ଭ କରି ନିଗମାନନ୍ଦ ପର୍ଯ୍ୟନ୍ତ ସମସ୍ତ ପ୍ରତିନିଧିମାନେ ତାଙ୍କର ବକ୍ତବ୍ୟ ରଖିବେ ଏହାକୁ ଭାରତବର୍ଷର ଉଚ୍ଚ ନ୍ୟାୟାଳୟର ମାନନୀୟ ପୂର୍ବତନ ବିଚାରପତି ଅନଙ୍ଗ ପଟ୍ଟନାୟକ ମହୋଦୟ ଉଦ୍ଘାଟନ କରିବେ जो गणतंत्र कार्यक्रम रही विशिष्ट जो माने गणतंत्र प्रवक्ता से दास बेनूर हूँ बा भगवान प्रकाश हूँ से व्यक्ति मान को नहीं कार्यक्रम रच तारीख दिन ता सहित 6 तारीख दिन गुरु प्रणाम महोत्सव अनुष्ठित हम जहाँ बाबा उद्घाटन करेंगे।